ମନେକର ଗୋଟେ ଦତ୍ତ ଅଛି ଭାଜ୍ୟ y4 ମାଇନସ୍ 3y ସ୍କୋୟାର ପ୍ଲସ୍ 2y ପ୍ଲସ୍ 6 ଭାଜକ y ପ୍ଲସ୍ 1। ଏଇ ଭାଗ କ୍ରିୟାର ଭାଗ ଶେଷ କେତେ ହେବ? ହେଲେ ଭାଗ ଶେଷ ନିରୂପଣ କରିବା ପାଇଁ ଆମକୁ ପ୍ରଥମେ ଭାଜ୍ୟରେ ଭାଜକକୁ ହରଣ କରିବାକୁ ପଡ଼ିବ, ତାପରେ ଆମେ ଭାଗ ଶେଷ ନିରୂପଣ କରିବା। କିନ୍ତୁ ଆମେ ଭାଗ ଶେଷ ଉପପାଦ୍ୟ ସାହାଯ୍ୟରେ ଭାଗ କ୍ରିୟା ନ କରି ଭାଗ ଶେଷ ମଧ୍ୟ ନିରୂପଣ କରିପାରିବା। କିପରି ଭାଗ ଶେଷ ନିରୂପଣ କରିବା? ଭାଜକ ଆମର ଯାହା ଦତ୍ତ ଥିବ, ଭାଜକ ଆମର କେତେ ଦତ୍ତ ଅଛି y ପ୍ଲସ୍ 1, ଆକୁ ଆମେ 0 ବୋଲି ମନେ କରିବା। ତାହେଲେ yର ମୂଲ୍ୟ କେତେ ହେବ? y ଇଜ୍ ଇକ୍ୱାଲ୍ ଟୁ -1। এই -1 ଭ୍ୟାଲୁକୁ ଆମେ ଏଇ ପଲିନୋମିଆଲରେ y ଜାଗାରେ ପୁଟ୍ କରିବା। ଆମର ପଲିନୋମିଆଲ କେତେ ଥିଲା? y4 ମାଇନସ୍ 3y ସ୍କୋୟାର ପ୍ଲସ୍ 2y ପ୍ଲସ୍ 6। y4 ଜାଗାରେ କେତେ ପୁଟ୍ କରିବା? -1 ଟୁ ଦି ପାୱାର 4 ମାଇନସ୍ 3 ମାଇନସ୍ 1ର ସ୍କୋୟାର ପ୍ଲସ୍ 2 ମାଇନସ୍ 1 ପ୍ଲସ୍ 6। এটা করলে কেতে হব? এটা হব +1, এটা প্লস প্লস মাইনাস মাইনাস -3 -2 +6 আকু সমাধান কলে আসব 2। অতএব এই পলিনোমিয়ালরে আকু ভাগ কলে আমার ভাগ শেষ কেতে আসব 2। আমি ভাগ ক্রিয়া ন করিকিনা ভাগ শেষ নিরূপণ করিপারলে।